ସାଙ୍ଗମାନେ ଜାଣିଛନ୍ତି ମୋ ଭଉଣୀ କୁଆଡ଼େ ମ୍ୟାଜିକ୍ ଶିଖିଗଲାଣି। ହଁ ପରା, ଭିଡ଼ିଓ ସିନା ଶେଷ ଯାଏଁ ଦେଖିଲେ ଜାଣିବେ। ଦେଖନ୍ତୁ ଦେଖନ୍ତୁ, ମଜା ନିଅନ୍ତୁ। ଆଉ ମୋ ଡେଲି ରୁଟିନ୍ ଷ୍ଟାର୍ଟ ହେଇଗଲା। ଆଉ ବୁଧବାରଟା ଚିକେନ୍ ହବନି, ଏଇଟା ପୁଣି କଥା। ତ ଚିକେନ୍ ହେଲା। ତ ଚିକେନ୍ ଖାଇବା ପାଇଁ ହେଲେ ଟିକେ ଡିଆଁ ଡେଇଁ କରିବାକୁ ପଡ଼ିବ ନା ଆଉ, ନହେଲେ ଖାଇ ପିଇକି ମୋଟା ହେଇଯିବିନି। ତ ସେଥିପାଇଁ ଚିକେନ୍‌କୁ ନାଦିକି ଖାଇବା ପାଇଁ କଷ୍ଟେ ମଷ୍ଟେ ଦୌଡ଼ିଲି ମୁଁ ଜିମ୍। ଆଉ ଜିମ୍‌ରେ ଯାଇକି ଝାଳ ଫାଳ କାଢ଼ିକି ଆସି ସାରିଲା ପରେ ରେଡ଼ି ହେଇଯାଇଛି ଆମର ପତଳା ପତଳା ଚିକେନ୍ ଝୋଳ, ଯାହାକୁ ଦେଖିକି ଆଉ ଅସମ୍ଭାଳ। ତ ସେଥିପାଇଁ ନାଦିକି ଖାଇଲି 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 ଖାଇଲି, ଖାଇ ଦେଇକି ଘୁଙ୍ଗୁଡ଼ି ମାରିକି ଶୋଇଲି। ଶୋଇକି ଉଠିଲା ପରେ ଦେଖନ୍ତୁ, ଏ କଫିଟା ମୋରି ଭଳିଆ ସୁନ୍ଦର ହେଇଛି ନା? କ'ଣ କହୁଛନ୍ତି? ବହୁତ ଟେଷ୍ଟି। ତାପରେ ହେଇଗଲା ମୋ ବାଇଗଣ ପୋଡ଼ା। ଟିକେ ଚକଟା କରିକି ଖାଇବା। ଦେଖନ୍ତୁ, ଏଠି ଷ୍ଟାର୍ଟ ହେଇଗଲା ମୋ ଭଉଣୀର ମ୍ୟାଜିକ୍। ଟାଡା, ଆସିଗଲା।